ଆପଣ ବର୍ତ୍ତମାନ ଆପଣ ଘର ଗୋଟେ ବଢେଇଟି ଆସିଲେ ତାକୁ ପରୀକ୍ଷା କରିବେ, କିନ୍ତୁ ସାଧୁ ସନ୍ଥ ମାନଙ୍କୁ ପରୀକ୍ଷା କରିବାନି, ସେ ଯାହା କହୁଛନ୍ତି ଆପଣ କରୁଛନ୍ତି। ଆଉ କଣ ବୁଝୁଛନ୍ତି ତ? ଜଣେ ଲୋକକୁ ପଚାରତେ, ଭାଇ ତୁ ତୋର ଦଶାଟା ପାଳି ନବୁ ବୋଲି ରାସ୍ତାରେ ବସିଛୁ, ତୁ ମୋ ଦଶା ପାଳନ କରିବା ପାଇଁ କହୁଛୁ। ଦିନେ ଗୋଟେ ଆପଣ ଦେଖିଥିବେ ସବୁ ବାଲେଶ୍ୱର ବଡ ବଡ କଚେରୀ, ଆପଣଙ୍କ ବାରିପଦା କଚେରୀ ମାନଙ୍କ ପାଖରେ ସବୁ ଜ୍ୟୋତିଷ ବସ୍ତା, ଆପଣ ତ ହାତ ଦେଖେନି କହିବେ ଭଲ ହବ ମଙ୍ଗଳ ହବ, ବୁଝୁଛନ୍ତି ନା? ଦିନେ ଗୋଟେ କୌତୁକ ବଶତଃ ମୁଁ ବସିଲା ବେଳେ ଯେତେବେଳେ ବସିଲି, ସେ ମତେ କହିଲା ଆପଣଙ୍କର ମଙ୍ଗଳ ହବ। ଶୁଣନ୍ତୁ, ମୁଁ କହିଲି ଭାଇ, ଲୋକେ ପ୍ରଥମେ ନିଜର ମଙ୍ଗଳ ଚିନ୍ତା କରି ଅନ୍ୟର ମଙ୍ଗଳ ଚିନ୍ତା କରନ୍ତି। ମୁଁ କହିଲି ଭାଇ, ତୋର କୋଉ ଗ୍ରହଟା ଖରାପ ତୁ ତ ଭଲରେ ଜାଣିଛୁ। ତୁ ଯଦି ପ୍ରଥମେ ତୋ ଗ୍ରହଟାକୁ ଯଦି ସଫଳ କରିଦେଇଥାନ୍ତୁ, ତାହେଲେ ତୁ ରାସ୍ତାରେ ବସିନଥାନ୍ତୁ। ତୁ ରାସ୍ତାରେ ବସିକି ପ୍ରମାଣିତ କରୁଛୁ ତୋ ବିଦ୍ୟା କେବେ କାହାକୁ ଉପକାର କରେ ନାହିଁ। ମୋ କଥାଟା ବୁଝୁଛନ୍ତି? ଯଦି ତୋ ବିଦ୍ୟା କାହାର ଉପକାର କରୁଥାନ୍ତା, ତାହେଲେ ତ ତୋ ପ୍ରତି ନିଜେ ପ୍ରୟୋଗ ପ୍ରଥମେ କରିଥାନ୍ତୁ। ତୁ ନିଜେ ବିଦ୍ୟାରେ ପ୍ରୟୋଗ କରୁନ ବୋଲି ତ ରାସ୍ତାରେ ଗାମୁଛା ପକେଇ ବସିଛୁ ନା। କଣ ବୁଝୁଛୁ ନା? ମୁଁ ତତେ ଭାଗ୍ୟ ଦେଖେଇବି, ମୁଁ ତୋ ଠାରୁ ପକ୍କା କି? ଯେ ନିଜର କୁଣ୍ଡିଆ ରୋଗ ଛାଡି ନେଇ ସେ ଡାକ୍ତରକୁ ଆପଣ ଯାଦୁର ମଲମ କିଣିବା ପାଇଁ ଯିବେ? ଆଜି ସମାଜ କେମିତି ମୂର୍ଖ ଅବସ୍ଥାକୁ ଯାଉଛି ଆପଣ ଦେଖନ୍ତୁ। ଯେ ନିଜର ବିଚାର ବଦଳେଇ ପାରେନି, ନିଜର ସୁଖ କରିପାରେନି, ତାକୁ ଆମେ ଯାଇ ମାଗୁଛୁ। ଏ ସମାଜ ବଦଳିବ କେମିତି? ପଚାରୁଛୁ ଆଜ୍ଞା, ଯେ ନିଜର ଭାଗ୍ୟ ବଦଳେଇ ପାରେନି, ସେ ପରର ଭାଗ୍ୟ କଣ ବଦଳେଇବ?